ଶ୍ରୀମନ୍ଦିରର ବିଭିନ୍ନ ଭାଗ କ'ଣ କ'ଣ ସବୁ ଅଛି। ବିମାନ, ଶିଳ୍ପଶାସ୍ତ୍ରରେ ଯାହାକୁ ବିମାନ ବୋଲି କୁହାଯାଏ ତାକୁ ଲୋକ ଭାଷାରେ ଆମେ ବଡ଼ ଦେଉଳ ବୋଲି କହୁ। ଏହାର ଭିତର ଭାଗ ହେଉଛି ଭିତର ଗମ୍ଭୀର। ଏହା ମଧ୍ୟରେ ରତ୍ନସିଂହାସନ ଉପରେ ଶ୍ରୀ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ରୂପରେ ବିରାଜମାନ ହୋଇଛନ୍ତି। ତାପରେ ହେଉଛି ମୁଖଶାଳା। ଏହାକୁ ଶିଳ୍ପଶାସ୍ତ୍ରରେ ଜଗମୋହନ ଓ ମୁଖଶାଳା ଓ କଥିତ ଭାଷାରେ ବାହାର ଗମ୍ଭୀର କୁହାଯାଏ। ଏଠାରେ ଅଷ୍ଟମଞ୍ଜରୀ ଶକ୍ତିଙ୍କର ମୂର୍ତ୍ତି ରହିଛି। ଶ୍ରୀ ଜଗନ୍ନାଥଙ୍କର ରତ୍ନଭଣ୍ଡାରର ରକ୍ଷକ ଶ୍ରୀ ଲୋକେଶ୍ୱର ମଧ୍ୟ ଏଠାରେ ଅଛନ୍ତି। ଏଠାରେ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର, ବସ୍ତ୍ର ଓ ପୁଷ୍ପଭଣ୍ଡାର ତଥା ଶୟନ କକ୍ଷ ମଧ୍ୟ ଅଛି। ଏଠାରେ ଦେବଦାସୀମାନଙ୍କର ନୃତ୍ୟ ସହିତ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ବୋଲାଯାଏ, ତେଣୁ ଏହାକୁ ନାଟ ମନ୍ଦିର ମଧ୍ୟ କୁହାଯାଏ। ଶ୍ରୀମନ୍ଦିର ଭିତରକୁ ଗଲେ ପ୍ରଥମେ ଜଗମୋହନ ପଡ଼େ। ଏହା 16ଟି ଖମ୍ବ ଉପରେ ଛିଡ଼ା ହୋଇଛି। ପ୍ରତି ଖମ୍ବର ଚାରିପଟେ ବହୁ ପ୍ରକାର ଦେବାଦେବୀଙ୍କର ମୂର୍ତ୍ତି ରହିଛି ଓ ଏଥିରେ କେତେକଙ୍କୁ ନିୟମିତ ପୂଜା ମଧ୍ୟ କରାଯାଏ। ଜଗମୋହନର ଉପର ଭାଗରେ କୃଷ୍ଣ ଲୀଳାର ବିଭିନ୍ନ ଚିତ୍ର ଆଉ କେତେକ ପୌରାଣିକ ଚିତ୍ର ମଧ୍ୟ ଦେଖିବାକୁ ମିଳେ। ଭକ୍ତମାନେ ଏଠାରେ ଠିଆ ହୋଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ସ୍ତୋତ୍ରପାଠ, ମନ୍ତ୍ର ଓ ଜପ ମଧ୍ୟ କରନ୍ତି। ଜଗନ୍ନାଥଙ୍କ ହୁଣ୍ଡି ଏଠାରେ ସ୍ଥାପିତ ହୋଇଛି। ଭକ୍ତମାନେ ଏଥିରେ ଟଙ୍କା, ସୁନା ଆଦି ଦାନ କରନ୍ତି। ତାପରେ ହେଉଛି ଗରୁଡ଼ ସ୍ତମ୍ଭ। ଗରୁଡ଼ ସ୍ତମ୍ଭ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହନ। ଜଗମୋହନ ଭିତରେ ଗୋଟିଏ ସ୍ତମ୍ଭ ଉପରେ ଗରୁଡ଼ଙ୍କର ପ୍ରତିମୂର୍ତ୍ତି ରହିଛି। ଏହି ସ୍ତମ୍ଭଟି ରତ୍ନସିଂହାସନର ଉଚ୍ଚତା ସହିତ ସମାନ। ଏହି ସ୍ତମ୍ଭ ଉପରେ ଗରୁଡ଼ ନତୁଜାନୁ ହୋଇ ଭଗବାନ ଶ୍ରୀ ଜଗନ୍ନାଥଙ୍କର ପାଦପଦ୍ମକୁ ଧ୍ୟାନ କରିବା ମୁଦ୍ରାରେ ବସିଛନ୍ତି। ଗରୁଡ଼ ସ୍ତମ୍ଭର ପଛପଟେ ଠିଆ ହୋଇ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ବିଧି ଅଛି। ଭକ୍ତପ୍ରବର ଚୈତନ୍ୟ ଦେବ ମଧ୍ୟ ଏଠାରେ ଦର୍ଶନ କରୁଥିଲେ। ଗରୁଡ଼ ସ୍ତମ୍ଭର ପଛପଟେ ଭୋଗମଣ୍ଡପ ଦ୍ୱାର ନିକଟରେ ତାଙ୍କର ଆଙ୍ଗୁଳି ଚିହ୍ନ ଦେଖିବାକୁ ମିଳେ। ଏହି ଗରୁଡ଼ ସ୍ତମ୍ଭ ବଡ଼ ବିଚିତ୍ର। ଅମାବାସ୍ୟା, ସଂକ୍ରାନ୍ତି, ଶନିବାର, ମଙ୍ଗଳବାର ଆଦି ତିଥିରେ ଭକ୍ତମାନେ ଗରୁଡ଼ଙ୍କର ସ୍ନାନ ଜଳକୁ ସର୍ବରୋଗର ନିବାରଣ ପାଇଁ ସେବନ କରନ୍ତି। ଜୟ ବିଜୟ ଦ୍ୱାର। ସୂକ୍ଷ୍ମ କଳାରେ ପରିପୂର୍ଣ୍ଣ ଏହି ଦ୍ୱାର ଦେଇ ମୁଖଶାଳା ମଧ୍ୟକୁ ପ୍ରବେଶ କରିବାକୁ ହୁଏ। ଏଠାରେ ଜୟ ବିଜୟଙ୍କ ମୂର୍ତ୍ତି ବଦଳରେ ଦୁଇ ପଟ କାନ୍ଥରେ ତାଙ୍କର ଚିତ୍ର ଅଛି। ଏଠାରେ ସେମାନଙ୍କର ଦ୍ୱାରପାଳ ବୋଲି କୁହାଯାଏ। ଜୟ ବିଜୟଙ୍କୁ ରତ୍ନସିଂହାସନର ରକ୍ଷକ ବୋଲି ମନେ କରାଯାଏ। ଏହି ଦ୍ୱାରର ଦୁଇ ପଟରେ ଓଡ଼ିଶାର ଗଜପତି ମହାରାଜାଙ୍କର କେତେକ ଶିଳାଲେଖ ରହିଛି। କଳାଘାଟ ଦ୍ୱାର। ଏହି ଦ୍ୱାରଟି ବାହାର ଗମ୍ଭୀର ବା ମୁଖଶାଳା ଓ ରତ୍ନସିଂହାସନ ମଧ୍ୟବର୍ତ୍ତୀ ସ୍ଥାନରେ ଅଛି। ଭକ୍ତମାନେ ଏହି ଦ୍ୱାର ପାର ହୋଇ ରତ୍ନସିଂହାସନ ନିକଟକୁ ଯାଆନ୍ତି। ପ୍ରାଚୀନ ଓଡ଼ିଆରେ ଲେଖା ହୋଇଥିବା ଆଧ୍ୟାତ୍ମିକ ଗ୍ରନ୍ଥମାନଙ୍କରେ ଏହି ସ୍ଥାନର ପବିତ୍ରତା ସମ୍ବନ୍ଧରେ ଅନେକ ବର୍ଣ୍ଣନା ରହିଛି। ରତ୍ନସିଂହାସନ। ପ୍ରସିଦ୍ଧ ରତ୍ନସିଂହାସନର ବର୍ଣ୍ଣନା ସଂସ୍କୃତ ମହାଭାରତର ଅନ୍ତର୍ବେଦୀ ନାମରେ ହୋଇଛି। ଏହା ଭିତରେ ଗମ୍ଭୀରର ମଧ୍ୟସ୍ଥଳ ଅବସ୍ଥିତ। ପୁରୁଷୋତ୍ତମ କ୍ଷେତ୍ରରେ ରତ୍ନସିଂହାସନ ସବୁଠୁ ଅଧିକ ପବିତ୍ର ସ୍ଥାନ। ଏହା ତଳେ ଲକ୍ଷେ ଶାଳଗ୍ରାମ ରହିଛି ବୋଲି କୁହାଯାଏ। ଏହା ଉପରେ ଶ୍ରୀଯନ୍ତ୍ର ଉପରେ ବାମରେ ଶ୍ରୀ ବଳଭଦ୍ର, ତାଙ୍କ ପାଖରେ ମଝିରେ ସୁଭଦ୍ରା ଓ ତାଙ୍କ ପାଖର ଡାହାଣରେ ଶ୍ରୀ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ରହିଛି। ଶ୍ରୀ ଜଗନ୍ନାଥଙ୍କ